শ্রীমদ্ভাগবত। ওং নমো ভগবতে বাসুদেবায়। শ্রীমদ্ভাগবত ষষ্ঠ স্কন্ধ প্রথম অধ্যায়। অজামিଳକୁ ଯମଦୂତେ ଧରନ୍ତେ ମିଳି ବିଷ୍ଣୁଦୂତେ। ତାହାଙ୍କ କଥୋପକଥନ ପ୍ରଥମ ଅଧ୍ୟାୟ ବର୍ଣ୍ଣନ। ଶୁକ ଚରଣେ ପ୍ରଣମିତ ହୋଇ ବୋଲନ୍ତି ପରୀକ୍ଷିତ। ରାଜା ପରୀକ୍ଷିତ ଉବାଚ ଭୋ ଭାଗବତ ତୁମ୍ଭେ ଆଦେ କହିଲ ଯାଦିତୀୟ ସ୍କନ୍ଧେ। ନିବୃତ୍ତି ମାର୍ଗ ପରକାରେ ଯେମନ୍ତେ ଅର୍ଚିରାଦିପୁରେ। ଯୋଗେ ଲଭନ୍ତି ପ୍ରଜାପତି କ୍ରମେ ତାଙ୍କର ସଙ୍ଗେ ମୁକ୍ତି। ଆର ପ୍ରଭୃତି ମାର୍ଗ ଯେହି ସ୍ୱର୍ଗାଦି ସୁଖ ଯହିଁ ପାଇ। ପ୍ରକୃତି ବିଲୟ ଭାବେ ଜନ୍ମ ମରଣ ଜୀବ ଲଭେ। ପୁଣି ହୁଏ ସେ ପୁଣି ଯାଏ ସେ ମାର୍ଗ କହିଲ ତୃତୀୟେ। ଯେ ପୁଣି ଅଧର୍ମ ଲକ୍ଷଣ ନରମାନଙ୍କର ବର୍ଣ୍ଣନ। ଯେ ସ୍ୱୟଂଭୁବ ମନୁ ଆଦି କହିଲ ଚତୁର୍ଥେ ସମ୍ପାଦି। ଉତ୍ତାନ ପାଦ ପ୍ରିୟ ବ୍ରତ ଏବେ ନିବଂଶାନୁଚରିତ। ଦ୍ୱୀପ ବରସ ମହିଧର ନଦୀ ଉଦ୍ୟାନ ଯେ ସାଗର। ପୃଥିବୀ ମଣ୍ଡଳର ସ୍ଥାନ ସୂର୍ଯ୍ୟମଣ୍ଡଳ ଜ୍ୟୋତିର୍ଗଣ। ଚନ୍ଦ୍ର ତାରକା ଆଦି କରି ଭାଗ ବିବର ଅନୁସରି। ଯେମନ୍ତ ପ୍ରକାରେ ଈଶ୍ୱର ସର୍ଜିଲେ ଅଖିଳ ସଂସାର। ଏ ସର୍ବ କହିଲ ମୋ ଆଗ ଏବେ ପୁଛଇ ମହାଭାଗ। ନାନା ପ୍ରକାରେ ଯେ ନରକ ପ୍ରାଣୀ ସଞ୍ଚରନ୍ତି ଅନେକ। ଉଗ୍ର ଯାତନାକୁ ଭୁଞ୍ଜନ୍ତି କି କଲେ ତହିଁ ନ ପଡ଼ନ୍ତି। ବିଶେଷ କରି ମହାଭାଗ କହ ଅନୁରାଗେ ମୋ ଆଗ। ଶ୍ରୀଶୁକ ଉବାଚ ମନ ବଚନ ଶରୀରରେ ଯେ ପ୍ରାଣୀ ପାପ କାର୍ଯ୍ୟ କରେ। ଇହଲୋକରେ ଦେହ ଧରି ଯେବେ ପ୍ରାୟଶ୍ଚିତ ନ କରି। କିୟ ବା ପରମ ଈଶ୍ୱରେ ପୂଜା ନ କରେ ଭକ୍ତି ଭରେ। ଅଥବା ନାମ ସଂକୀର୍ତ୍ତନେ ଶ୍ରଦ୍ଧା ନ କରେ ଭଗବାନେ। ନିଶ୍ଚୟ ଜାତ ନରକ ସେ ପ୍ରାଣୀ ଲଭନ୍ତି ଅନେକ। ଯେ ବଣ ପ୍ରକାରେ ଭିଷକ କରଇ ଚିକିତ୍ସା ଅନେକ। ରୋଗର ଗୁରୁ ଲଘୁ ଜାଣି ନିଦାନ କଥା ପରିମାଣି। ତେମନ୍ତ ମରଣର ଆଗେ ସଂଯତ ମନା ହୋଇବେଗେ। ପାପର ନିବାରଣ ଅର୍ଥେ କରିବ ସଦ୍ୟ ପ୍ରାୟଶ୍ଚିତେ। ରାଜା ପରୀକ୍ଷିତ ଉବାଚ ପାପ ହିତ ପରିମାଣି ତଥାପି ବିଷୟାରେ ପ୍ରାଣୀ। ପାପରେ ପୁଣି ପ୍ରବର୍ତ୍ତେ କି କାର୍ଯ୍ୟ ତେବେ ପ୍ରାୟଶ୍ଚିତେ। କେବେ ବା ପାପୁ ନିବର୍ତ୍ତଇ ପୁଣି ପାପ ଆଚରଇ। ଏଥୁ ଅନ୍ତରେ ପ୍ରାୟଶ୍ଚିତ
କୁଞ୍ଜର ସ୍ନାନ କଲା ମତ। ଶ୍ରୀ ଶୁକ ଉବାଚ କର୍ମରେ କରି କର୍ମମାନ ନିଗ୍ରହ କରନ୍ତି ଯେ ଜନ। କର୍ମ ସମୂଳେ ନାଶ ନହି ଏହାର ସ୍ୱଭାବଟି ଏହି। ଅଜ୍ଞାନୀ ଅଧିକାରୀ ଯେଣୁ ବିଫଳ ପ୍ରାୟଶ୍ଚିତ ତେଣୁ। ସୁପଥ୍ୟ ଗ୍ରାସ ଯେହୁ କରେ ତାକୁ ବ୍ୟାଧି ପୀଡ଼ା ନ କରେ। ଏହି ନିୟମ ଯେ କରନ୍ତି କ୍ରମେ କଲ୍ୟାଣ ସେ ଲଭନ୍ତି। ଦେହ ବଚନ ବୁଦ୍ଧି ଘେନି ଯେ ପାପ କରିଥାଏ ପ୍ରାଣୀ। ତପସ୍ୟା ଯମ ନିୟମରେ ସମଦମ ତ୍ୟାଗ ଶୌଚରେ। ସତ୍ୟ ବ୍ରହ୍ମଚର୍ଯ୍ୟ ଦୀକ୍ଷାରେ ଜ୍ଞାନୀ ନାଶନ୍ତି ପାପ ଘୋରେ। ଯେସନେ ଦହଇ ସକଳ ବେଣୁର ଗୁଳ୍ମ ଦାବାନଳ। କେହି କେବଳ ଭକ୍ତି କରି ଗୋବିନ୍ଦ ପାଦେ ଆଶ୍ରୟ କରି। ଅଘ ଶେଷ କରେ ନାଶ ହିମ ଯେ ସନେ ରବିତ୍ରାସ। ହେ ରାଜା ଅଘବନ୍ତ ଯେହି ତପେ ପବିତ୍ର ତେଡ଼େ ନୋହି। ଯେମନ୍ତ କୃଷ୍ଣର ବିଷয়ে ପ୍ରାଣ ଅର୍ପିଲେ ଶୁଦ୍ଧ ହୋଏ। ସୁଶୀଳ ସାଧୁ ଯେଉଁ ଜନ ନାରାୟଣରେ ପରାୟଣ। ତାହାଙ୍କ ଭକ୍ତି ପଥ ମାନ ଲୋକର କଲ୍ୟାଣ କାରଣ। ରାଜେନ୍ଦ୍ର ଶୁଣ ପରିମାଣି କୃଷ୍ଣ ବିମୁଖ ଯେତେ ପ୍ରାଣୀ। ତାହାଙ୍କ ତପେ ଯେତେ ଫଳ ସକଳ ହୁଅଇ ନିଷ୍ଫଳ। କୃଷ୍ଣର ପାଦ ପଦ୍ମ ଦୁଇ ତା ଗୁଣେ ଅନୁରାଗୀ ହୋଇ। ଯେ ଏକ ବେଳେ ବୋଲେ ନାମ ସ୍ୱପ୍ନେ ସେ ନ ଦେଖଇ ଯମ। ତା ଦୂତେ ପାଶର ଯୁଧାରି ନ ଦେଖେ ଚିହ୍ନ ତାହାଙ୍କରି। ଯେ ଇତିହାସ ପୁରାତନ କହିବା ଶୁଣ ସାବଧାନ। ବିଷ୍ଣୁଙ୍କ ଦୂତ ଯମଦୂତ ସମ୍ବାଦ ଅତି ଅଦ୍ଭୁତ। କାନ୍ୟକୁ ବୁଜ ନାମେ ଦେଶ ଅଜାମିଳର ତହିଁ ବାସ। ଆଶ୍ରମେ ଦ୍ୱିଜ ସେ ବୋଲାଇ ସ୍ୱଭାବେ ଦାସୀପତି ହୋଇ। ସଦାଚାରକୁ ନଷ୍ଟ କରି ଦାସୀର ସଂସର୍ଗ ଆଚରି। କୈତବ ଚୌର୍ଯ୍ୟ ପଣେ ଥାଇ କୁଶ୍ଚିତ କର୍ମ ଆଚରଇ। ଏମନ୍ତେ କେତେ ଦିନ ଗଲା ତାହାର ପୁତ୍ର ଉପୁଜିଲା। ସେ ନଗ୍ରେ ଥାଇ ଦାସୀପତି ପୁତ୍ର ପାଳନେ ସଦାମତି। 88 ବୟସ ତାହାର କାଳ ହୋଇଲା ନୃପବର। ବୃଦ୍ଧ ବୟସେ ତାର ପୁତ୍ର ହୋଇଲା 10 ପରିମିତ। କନିଷ୍ଠ ନାମ ନାରାୟଣ ପିତାର ଆନନ୍ଦ କାରଣ। ତାହାର ତହିଁ ଚିତ୍ତ ଥୋଇ ଅନ୍ୟତ୍ର କେବେ ନ ଦେଇ। ବାଳକ ସ୍ୱଭାବେ ଅଲ୍ୟଳ କହଇ ବଚନ କୋମଳ। ତାହାର ଲୀଳାମାନ ଦେଖି ହରସ କେ ପାରିବ ଲେଖି। ଭୋଜନ ଜଳପାନ ବେଳେ ନାନା ପ୍ରକାରେ ସୁଖ ବୋଳେ। ବାଳକ ସ୍ନେହେ ବଶ ହୋଇ ଅଗ୍ରି ଭୋଜନ ତାରେ ଦେଇ। ମରଣ ନ ଜାଣଇ ମୂଢ଼ ବାଳକ ସ୍ନେହେ ଚିତ୍ତ ଦୃଢ଼। ମରଣ କାଳ ଉପଗତ ତକ୍ଷଣେ କରି ଦୃଢ଼ ଚିତ। ବାଳକ ନାମ ନାରାୟଣ ମତି ନିବେଶିଲା ତକ୍ଷଣ। ସମନ ଦୂତେ ପାଶ କରେ ମିଳିଲେ ତାର ସମୀପରେ। ଉଚ୍ଚ ପୁରୁଷ ଭୟଙ୍କର ବକ୍ରବଦନ ମହାଘୋର। ଲମ୍ବ ଲୋମ ସର୍ବ ଶରୀର ଦେଖି ଅଜାମିଳ କାତର।
ଦୂରେ ବାଳକ ସଙ୍ଗେ ମିଳି ତାହାର ପୁତ୍ର କରେ କେଳି। ଗଭୀର ସ୍ୱରେ ଉଚ୍ଚ କରି ଡାକିଲା ପୁତ୍ର ନାମ ଧରି। ଇନ୍ଦ୍ରିୟ ଆକୁଳେ ତକ୍ଷଣ ଡାକିଲା ପୁତ୍ର ନାରାୟଣ। ଗଲା ଯେ ଅଜାମିଳ ପ୍ରାଣ ସେ ନାମ କରି ସଂକୀର୍ତ୍ତନ। ଚମର ଦୂତ ଥିଲେ ବେଢ଼ି ହସ୍ତରେ ପାଶରଜୁ ଧରି। ଶୁଣି ତା ମୁଖୁ ନାରାୟଣ ଆସି ମିଳିଲେ ବିଷ୍ଣୁଗଣ। ସେ ଅଜାମିଳ ହୃଦୟରୁ ଜୀବକୁ ଆକର୍ଷଣ କରୁ। ଯମଦୂତଙ୍କୁ ବିଷ୍ଣୁ ଦୂତେ ବଳେ ନିବାରିଲେ ତୁରିତେ। ବୈବସ୍ୱତ ପ୍ରଭୁ ଯାର ସେ ଦୂତ ମାନଙ୍କ ଉତ୍ତର। ବିଷ୍ଣୁ ଦୂତ ମାନଙ୍କୁ କହି ତୁମ୍ଭେ ନିବାର କାହିଁ ପାଇଁ। ଧର୍ମରାଜାର ଆଜ୍ଞା ମାନ କି ପାଇଁ କରୁଛ ଲଙ୍ଘନ। କାହାର ତୁମ୍ଭେ ମାନେ ଦୂତ କାହୁଁ ବାଇଲ ତୁରିତ। କି ପାଇଁ ଆମ୍ଭଙ୍କୁ ନିରୋଧ କିବା ଉତ୍ତମ୍ଭ ତୁମେ ସିଦ୍ଧ। କିବା ଦେବତା ତୁମ୍ଭେ ମାନେ ଥାଅ ଦେବଙ୍କ ସନ୍ନିଧାନେ। ତୁମ୍ଭର ଚକ୍ଷୁ ପଦ୍ମ ତୁଲ୍ୟ ବିରାଜେ କିରୀଟ କୁଣ୍ଡଳ। ଉରେ ଲମ୍ବଇ ବନମାଳ ଶୋଭିତ ଯେ ପୀତ ଦୁକୂଳ। ସର୍ବେ ନୂତନ ତନୁବୟ ଚାରୁ ଚତ୍ୱାର ଭୁଜବହ। ଶଙ୍ଖ ଚକ୍ର ଗଦା କମଳ ଏଣେ ଶୋଭା ତୁମ୍ଭେ ସକଳ। ଧନୁ ଖଡ଼ଗ ତୁଣ ଶର ଏ ସର୍ବ ଆୟୁଧ ତୁମ୍ଭର। ଦିଗମାନଙ୍କର ତିମିର ଆତ୍ମକାନ୍ତିରେ କଲ ଦୂର। ଆମ୍ଭେ ଧର୍ମରାଜ କିଙ୍କର କିମ୍ପା ନିଷେଧ ତୁମ୍ଭେ କର। ଶ୍ରୀ ଶୁକ ଉବାଚ ଯମଦୂତଙ୍କ କଥା ଅନ୍ତେ ହସି କହନ୍ତି ବିଷ୍ଣୁ ଦୂତେ। ମେଘ ଗମ୍ଭୀର ପ୍ରାୟ ବାଣୀ ଯମଦୂତଙ୍କ ଆଗେ ଭଣି। ବିଷ୍ଣୁ ଦୂତା ଉବାଚ ତୁମ୍ଭେ ଦୂତ ଧର୍ମରାଜାର। ତାହାଙ୍କ ଆଜ୍ଞା ଯେବେ କର। ଧର୍ମ ଅଧର୍ମ ଲକ୍ଷଣ କହିବା ଆମ୍ଭର ଆଗେଣ। ପ୍ରାଣୀ କି କଲେ ଦଣ୍ଡ ପାଇ ଦଣ୍ଡର ସ୍ଥାନ କେବା ହୋଇ। ଦଣ୍ଡକୁ ସହଇ କେମନ୍ତେ ମନୁଷ୍ୟ ଜନ୍ତୁ ଏ ଜଗତେ। ଯମଦୂତା ଉବାଚ ଦେବ ବିହିତ ଯେତେ କର୍ମ ସେହି ସଂସାରେ ନିତ୍ୟ ଧର୍ମ। ତା ବିନା ଅନ୍ୟ କର୍ମ ଯେତେ ଅଧର୍ମ ବୋଲନ୍ତି ଜଗତେ। ସାକ୍ଷାତେ ଦେବ ନାରାୟଣ ଏ ନିଶ୍ଚେ ବ୍ରହ୍ମାର ବଚନ। ଏ ବେଦ ଆପଣା ଶକ୍ତିରେ ସତ୍ୱର ଯତମ ଗୁଣରେ। ଗୁଣ ନାମ କ୍ରିୟା ରୂପରେ ଯଥା ତଥାରେ ଭିନ୍ନ କରେ। ସୂର୍ଯ୍ୟ ଚନ୍ଦ୍ର ଦିଗ ଆକାଶ ପବନ ସନ୍ଧ୍ୟା ଅହର୍ନିଶ। ଗାବ ଭୂଜଳ ଅଗ୍ନି ଧର୍ମ ଦେହି ଧର୍ମର ସାକ୍ଷୀ ଜାଣ। ପାପକୁ ଏଣେ କରି ଜାଣି ଦଣ୍ଡର ସ୍ଥାନ ପରିମାଣି। କର୍ମ ଆୟତ ହୋଇ ଜନ ଦଣ୍ଡରେ ହୁଅଇ ଭାଜନ। ଆହେ ନିଷ୍ପାପ ପ୍ରାଣୀମାନେ କର୍ମ କରନ୍ତି ଯେତେ ଜନେ।
ସତ୍କର୍ମ ଯେମାନେ କରନ୍ତି ସ୍ୱକର୍ମ ଫଳ ସେ ଲଭନ୍ତି। ମନ୍ଦ କର୍ମରେ ଯୁକ୍ତ ଯେହୁ ସୁଫଳ ଲଭିବ ସେ କାହୁଁ। ବିଧି ନିଷେଧ ବେନି କର୍ମ ଏ ନିତ୍ୟ କହନ୍ତି ଆଗମ। ବିହିତ କର୍ମ ଯେ କରଇ ତାର ପାପକୁ ଭୟ ନାହିଁ। ନିଷେଧ କର୍ମ କରେ ଯେହୁ ସକଳ ଦଣ୍ଡ ସହେ ସେହୁ। ଏ ଘେନି ବେଦ ବ୍ରହ୍ମମୟେ ସ୍ୱଜନ ବେଦ ମାର୍ଗେ ରହେ। ଧର୍ମ ଧର୍ମ ଆଚରଣ କରନ୍ତି ଯେହୁ ପ୍ରାଣୀମାନ। ସେ ପ୍ରାଣୀମାନେ ଅବନୀରେ ଫଳାଫଳକୁ ଭୋଗ କରେ। ହେ ଦେବ ଶ୍ରେଷ୍ଠ ତୁମ୍ଭେମାନେ ସଂସାରେ ପ୍ରାଣୀମାନେ ଯେହ୍ନେ ତ୍ରିବିଧ ଲକ୍ଷଣ ଲଭନ୍ତି ଯେ ଯଥା କର୍ମ ଆଚରନ୍ତି। ଗୁଣ ବିଚିତ୍ର ଭାବୁ କରି ପ୍ରାଣୀଙ୍କ ବିଷୟ ଆଚରି। କାଳର ବର୍ତ୍ତମାନ ଗୁଣ ଭୂତ ଭବିଷ୍ୟତ ପ୍ରମାଣ। ତେସନେ ପ୍ରାଣୀ ଇହ ଜନ୍ମ ପ୍ରକାଶ କରେ ଧର୍ମାଧର୍ମ। ଯେ ଧର୍ମ ରାଜ ଜନ୍ତୁ ସାଇ ସେ ସଂଯମନି ପୁରେ ଥାଇ। ପ୍ରାଣୀର ଅନ୍ତର୍ଯାମୀ ହୋଇ ଧର୍ମ ଧର୍ମକୁ ଜାଣଇ। ତମ ଗୁଣରେ ଯୁକ୍ତ ହୋଇ ପ୍ରାଣୀ ସୁକର୍ମ ନ ଜାଣଇ। ଏ ଦେହେ ଅହମିକା ବହି ଜନ୍ମ କାରଣେ ନାଶଇ। ଜ୍ଞାନ କରମ ଦଶେନ୍ଦ୍ରିୟ ମନ ଆର ପଞ୍ଚ ବିଷୟ। ଏଷଟ ଦଶ ଲିଙ୍ଗ ଦେହେ ଏ ଜୀବ ଭୁଞ୍ଜଇ ବିଷয়ে। ଯେ ଅବା ପଞ୍ଚଭୂତ ଗୁଣ ସୃଷ୍ଟି କି କରଇ ଭିଆଣ। ମହତ ତତ୍ତ୍ୱ ଅହଙ୍କାର ଏ ଆଦି ଯେତେ କପର। ତ୍ରିଗୁଣ ଶକ୍ତି ଆଦି ଯେତେ ଏହାକୁ ଧରି ହୃଦଗତେ। ହେମନ୍ତ ପ୍ରକାରେଣ ଦେହି ହରସ ଶୋକ କୁଲ ଭଇ। ତେଣୁ ଷଡ଼ ବର୍ଗ ଜିତ କରଇ କର୍ମ ବିପରୀତ। କୋଶକାରର ପ୍ରାୟ ହୋଇ କର୍ମରେ ଆତ୍ମାକୁ ରୋଧଇ। ଏଥୁ ଅନ୍ତରେ ପୁଣି ସେହି ତହିଁ ରହଇ ମୋହ ହୋଇ। ସ୍ୱଭାବେ କର୍ମ ବଶ ହୋଇ ନିରତେ କର୍ମକୁ କରଇ। ଏଥୁ ଅନ୍ତରେ ପୁଣ ସେହି ଅଦୃଷ୍ଟ ବସେ ଦେହ ବହି। ମାତା ପିତାର ଅନୁରୂପ ଲଭଇ ସ୍ଥୂଳ ସୂକ୍ଷ୍ମ ରୂପ। ପ୍ରକୃତି ସଙ୍ଗରୁ ପୁରୁଷ ଏ ରୂପ ସର୍ବ କରି ନାଶ। ପୂର୍ବ ବୃତ୍ତାନ୍ତ ଏବେ ଶୁଣ ବେଦ ସମ୍ପନ୍ନ ଏ ବ୍ରାହ୍ମଣ। ଧର୍ମଜ୍ଞ ଶୀଳବନ୍ତ ପୁଣ
ସୁଶାନ୍ତ ସୁଜ୍ଞାନୀ ନିପୁଣ ମୃଦୁମନ୍ତ୍ରଜ୍ଞ ସୁଚିଦାତା ସତ୍ୟବଚନ ଦ୍ରୁତବ୍ରତା ଅତିଥି ବୃଦ୍ଧ ଗୁରୁ ଅଗ୍ନି ଏହାଙ୍କ ସେବା ଶିରେ ଘେନି ସର୍ବଭୂତରେ ମିତ୍ରପଣ କୋପବର୍ଜିତ ସାଧୁ ଗୁଣ ଅଶେଷ ଗୁଣ ସ୍ଥାନ ଏହି ସୁଶୀଳ ବୃତ୍ତିରେ ଜିୟଇ ପିତା ଆଜ୍ଞାରେ ଏ ବ୍ରାହ୍ମଣ ଏକ କାଳେ ବନେ ଗମୀଣ ପୁଷ୍ପ ସମିଧ ଫଳକୁ ସେ ଘେନି ଆସଇ ମନ ତୋଷେ ସ୍ତ୍ରୀ ସହିତେ ବନେ ଥିଲା କାମୀ ଶୂଦ୍ରକୁ ଏ ଦେଖିଲା ମଦ୍ୟପାନରେ ରକ୍ତ ନେତ୍ର ବିହଳ ହୋଇ ଅଛି ଚିତ ନିବିଖସିଛି ମତ ଭରେ ମୂଢ଼ ଲଜ୍ଜାକୁ କରି ଦୂରେ ହାସ୍ୟ ଗାୟନ କ୍ରୀଡ଼ାର ସେ ଲୀଳା କରଇ ତାର ପାଶେ କନ୍ଦର୍ପେ ଲିପ୍ତ ମନ ହୋଇ ଭୁଜେ ଆଲିଙ୍ଗନ କରଇ ବିପ୍ର ସ୍ତ୍ରୀକୁ ଦେଖି କରି ଇନ୍ଦ୍ରିୟ ବସେ ଅନୁସାରୀ ଏମନ୍ତେ ତାହାକୁ ଦେଖିଲା ମନରେ ମୋହିତ ହୋଇଲା ଆପଣା ଆତ୍ମା ସ୍ଥିର କରି ମନରେ ବହୁତ ବିଚାରି ହେଲେ ହେଁ ସତ୍ୱ ଗୁଣେ ସ୍ଥିତ କନ୍ଦର୍ପେ ହୋଇଲା ପୀଡ଼ିତ ସ୍ତ୍ରୀ ବିଷয়ে ଅଭିରାମ କପଟ ଗ୍ରହ ହୋଇ କାମ ତେଣେ ପ୍ରମତ ମନ ତାର ନିଜ ଧର୍ମକୁ କଲା ଦୂର ପିନଉରଜ ମନହରେ ସ୍ନେହରେ ସ୍ତ୍ରୀ ବିଷୟରେ ପରିତୋଷଣ ତାକୁ କରି ସେବକ ମତେ ଆଜ୍ଞାକାରୀ କୋମଳ ବାକ୍ୟେ ମନହରି ପ୍ରସନ୍ନ ଯେମନ୍ତେ ସୁନ୍ଦରୀ ନିଜ ଯୁବତୀ କୁଳ ସ୍ତ୍ରୀ ତେଜିଲା ବିପ୍ର ମନ୍ଦାଚାରୀ ସୌରିଣୀ ଅପାଙ୍ଗ ଇଙ୍ଗିତେ ବନ୍ଦୀ ହୋଇଲା ତାର ଚିତେ ତା ବିନୁ ନ ଜାଣଇଆନ ତିଳେ ବିଚ୍ଛେଦ ନୋହେ ମନ ଅଧର୍ମ ବୁଦ୍ଧି ସେ ବ୍ରାହ୍ମଣ ନିରତେ ବେଶ୍ୟା ପରାୟଣ ଧର୍ମେ ଅଧର୍ମେ ଧନ ଆଣି ସନ୍ତୋଷ କରଇ ସୌରିଣୀ ଯେଉଁ କାରଣୁ ଲଙ୍ଘି ଶାସ୍ତ୍ର ସୌରିଣୀରତ ବିରତ ଗର୍ହିତ କର୍ମେ ପ୍ରବର୍ତ୍ତିଲା ପୂର୍ବର ଧର୍ମ ନାଶ କଲା ଏଣୁ ଏ ପାପୀ ଦ୍ୱିଜେ ନେଇ ଯମର ଛାମୁରେ ଦେବଇ ବୋଲଇ ଜଗନ୍ନାଥ ଦାସ ଯମଦୂତେ ବେଦ ପ୍ରକାଶ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ ଷଷ୍ଠ ସ୍କନ୍ଧେ ଅଜାମିଳୋପାଖ୍ୟାନେ ବିଷ୍ଣୁ ଯମଦୂତ ସମ୍ବାଦୋ ନାମ ପ୍ରଥମୋ ଅଧ୍ୟାୟ।